ନମସ୍କାର ବନ୍ଧୁଗଣ, ଜୟ ଜଗନ୍ନାଥ। ଆଶା କରୁଛି ଆପଣମାନେ ଭଲରେ ଥିବେ। ବନ୍ଧୁଗଣ, ମୁଁ ବୃଷ ରାଶି ପାଇଁ 2026ର ଏକ ଅତ୍ୟନ୍ତ ଗଭୀର ତଥ୍ୟ ଭିତ୍ତିକ ସ୍କ୍ରିପ୍ଟ ପ୍ରସ୍ତୁତ କରିଛି। ଏହି ଭିଡ଼ିଓରେ ଜ୍ୟୋତିଷ ଶାସ୍ତ୍ରର ସୂକ୍ଷ୍ମ ବିଶ୍ଳେଷଣ, ନକ୍ଷତ୍ର ଭିତ୍ତିକ ଫଳାଫଳ ଏବଂ ସମୟ ଅନୁସାରେ ସତର୍କତା ଅନ୍ତର୍ଭୁକ୍ତ କରାଯାଇଛି। ତେବେ ବନ୍ଧୁଗଣ, ଆପଣ ଯଦି ବୃଷ ରାଶିର ବ୍ୟକ୍ତି, ତେବେ ଛାତିରେ ହାତ ରଖି ଶୁଣନ୍ତୁ, କାରଣ 2026 ମସିହା କୌଣସି ସାଧାରଣ ବର୍ଷ ନୁହେଁ। ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗତ 30 ବର୍ଷ ଭିତରେ ଯେଉଁ ଯୋଗ ଆପଣଙ୍କ କୁଣ୍ଡଳୀରେ ବନି ନଥିଲା, ତାହା 2026ରେ ଘଟିବାକୁ ଯାଉଛି। ଏହାକୁ ଜ୍ୟୋତିଷମାନେ କହୁଛନ୍ତି ଦି ଗ୍ରାଣ୍ଡ ରିସେଟ୍ ବା ଭାଗ୍ୟର ପୁନଃ ନିର୍ମାଣ। କଳ୍ପନା କରନ୍ତୁ, ଆପଣଙ୍କର ଗୋଟିଏ ହାତରେ ଶନିଦେବଙ୍କର ଅମାପ ଧନର ଚାବିକାଠି ଅଛି ଏବଂ ଅନ୍ୟ ହାତରେ ଅଛି ରାହୁଙ୍କ ମାୟାଜାଲ। ଟିକିଏ ଭୁଲରେ ଆପଣଙ୍କ ସୁନା ସଂସାର ଛାରଖାର ହୋଇପାରେ। କିନ୍ତୁ ଯଦି ଆପଣ ସଠିକ୍ ଭାବରେ ଗୋଟି ଚାଳନା କଲେ, ତେବେ 2026 ଶେଷ ହେବା ବେଳକୁ ଆପଣଙ୍କ ପାଖରେ ନିଜର ଘର, ଗାଡ଼ି ଏବଂ ବ୍ୟାଙ୍କ ବାଲାନ୍ସ ନିଶ୍ଚୟ ଥିବ। ଆଜିର ଏହି ଭିଡ଼ିଓରେ ଆମେ କେବଳ ରାଶିଫଳ କହିବୁ ନାହିଁ, ବରଂ ଆପଣଙ୍କ ଜନ୍ମ ନକ୍ଷତ୍ର ଅନୁସାରେ ଆପଣଙ୍କର ଭାଗ୍ୟର ଗୁପ୍ତ ରହସ୍ୟ ଖୋଲିବୁ। ଭିଡ଼ିଓର ଶେଷ ଭାଗକୁ ଜମାରୁ ବି ମିସ୍ କରିବେନି, କାରଣ ସେଠାରେ ମୁଁ କହିବି 2026ର ସଞ୍ଜୀବନୀ ଉପାୟ। ବନ୍ଧୁଗଣ, 2026ର ସବୁଠାରୁ ବଡ଼ ଖବର ହେଲା ଶନିଦେବଙ୍କ ସ୍ଥିତି। ପୁରା ବର୍ଷ ଶନିଦେବ ଆପଣଙ୍କ ରାଶିରୁ 11ଶ ଭାବରେ ବା ଲାଭ ସ୍ଥାନରେ ମୀନ ରାଶିରେ ରହିବେ। ଜ୍ୟୋତିଷ ଶାସ୍ତ୍ର କହେ, ଏକାଦଶେ ଶନି କରନ୍ତି ଧନୀ। ଅର୍ଥାତ୍ 11ଶ ଭାବରେ ଶନି ଥିଲେ ମାଟି ଛୁଇଁଲେ ବି ସୁନା ହୁଏ। ଯେଉଁମାନେ ବର୍ଷ ବର୍ଷ ଧରି ପ୍ରମୋସନ ପାଇଁ ଅପେକ୍ଷା କରିଥିଲେ କିମ୍ବା ବ୍ୟବସାୟରେ ଲାଭ ପାଉନଥିଲେ, 2026 ସେମାନଙ୍କ ପାଇଁ ସୁବର୍ଣ୍ଣ ଯୁଗ ଆଣିବ। କିନ୍ତୁ ଟୁଇଷ୍ଟ ଏଠି ଅଛି, ବର୍ଷର ଆରମ୍ଭରେ ଦେବଗୁରୁ ବୃହସ୍ପତି ମିଥୁନ ରାଶିରେ ଦ୍ୱିତୀୟ ଭାବ ବା ଧନ ଭାବ ରହିବେ। କିନ୍ତୁ ଜୁନ୍ 2, 2026ରେ ସେ କର୍କଟ ରାଶିକୁ ଚଳନ କରିବେ। ଆଉ କର୍କଟ ରାଶିରେ ବୃହସ୍ପତି ଉଚ୍ଚସ୍ଥ ହୁଅନ୍ତି। ଏହାର ଅର୍ଥ କ'ଣ ଜାଣନ୍ତି? ବର୍ଷର ଦ୍ୱିତୀୟ ଭାଗରେ ଜୁନ୍ ପରେ ଆପଣଙ୍କର ପରାକ୍ରମ ଏତେ ବଢ଼ିଯିବ ଯେ ଶତ୍ରୁମାନେ ଆପଣଙ୍କ ନାମ ଶୁଣି ଭୟ କରିବେ। ଆପଣଙ୍କର ତୃତୀୟ ଭାବ ସାହସରୁ ବୃହସ୍ପତି ସିଧା ସପ୍ତମ ଭାବ ତଥା ବିବାହ, ନବମ ଭାବ ଭାଗ୍ୟ ଏବଂ 11ଶ ଭାବ ଲାଭକୁ ଦୃଷ୍ଟି ଦେବେ। ଏହା ଏକ ମହାଧନ ଯୋଗ ସୃଷ୍ଟି କରୁଛି। ଚାଲନ୍ତୁ ଏବେ ପ୍ରଥମେ କଥା ହେବା ଆପଣଙ୍କ ପକେଟ୍ ବିଷୟରେ। ଯେଉଁମାନେ ଚାକିରିଜୀବୀ, ରାହୁଦେବ ପୁରା ବର୍ଷ ଆପଣଙ୍କ ଦଶମ ଭାବରେ ଅର୍ଥାତ୍ କର୍ମସ୍ଥାନ କୁମ୍ଭ ରାଶିରେ ବସିଛନ୍ତି। ରାହୁ ହେଉଛନ୍ତି ଟେକ୍ନୋଲୋଜି ଏବଂ ବିଦେଶର କାରକ। ଯଦି ଆପଣ IT, ମିଡିଆ, ରାଜନୀତି କିମ୍ବା ଇଞ୍ଜିନିୟରିଂ କ୍ଷେତ୍ରରେ ଅଛନ୍ତି, ତେବେ 2026ରେ ଆପଣଙ୍କୁ ଏମିତି ପଦବୀ ମିଳିପାରେ ଯାହା ଆପଣ ସ୍ୱପ୍ନରେ ସୁଦ୍ଧା ଭାବିନଥିବେ। ବିଦେଶ ଯାତ୍ରାର ଯୋଗ 100% ରହିଛି। ବ୍ୟବସାୟ ଜୀବନ, ଯେଉଁମାନେ ଲୁହା, ତେଲ, ଜମିବାଡ଼ି କିମ୍ବା କଣ୍ଟ୍ରାକ୍ଟରି କାମ କରୁଛନ୍ତି, ଶନିଦେବ ଆପଣଙ୍କୁ ମାଲାମାଲ କରିବେ। କିନ୍ତୁ ସାବଧାନ, ରାହୁ ଆପଣଙ୍କୁ ଲୋଭ ଦେଖାଇ ବେଆଇନ କାମ ଆଡ଼କୁ ଟାଣିପାରନ୍ତି। 2026ରେ ଟିକିଏ ବି ଟ୍ୟାକ୍ସ ଚୋରି କିମ୍ବା ଦୁର୍ନୀତି କଲେ ଶନିଦେବ କଠୋର ଦଣ୍ଡ ଦେବେ। ସଚୋଟ ରୁହନ୍ତୁ, କୋଟିପତି ହୁଅନ୍ତୁ। ଏହା ହେଉଛି 2026ର ମନ୍ତ୍ର। ନୋଟ୍ କରି ଲେଖି ରଖନ୍ତୁ, 27 ଜୁଲାଇରୁ 11 ଡିସେମ୍ବର 2026। ଏହି ସମୟରେ ଶନିଦେବ ବକ୍ରି ହେବେ। ଏହି ସମୟରେ ନୂଆ ବିଜନେସ୍ ପାର୍ଟନରସିପ୍ କରନ୍ତୁ ନାହିଁ। ପୁରୁଣା ଟଙ୍କା ଆଦାୟ ହେବାରେ ବିଳମ୍ବ ହୋଇପାରେ। ଆସନ୍ତୁ ଜାଣିବା ଏହି ବର୍ଷ ଆପଣଙ୍କ ନକ୍ଷତ୍ର ପାଇଁ କ'ଣ ଖାସ୍ ଆଣିଛି। ଏହା ହିଁ ଆମର ଏକ୍ସକ୍ଲୁସିଭ୍ ରିସର୍ଚ୍ଚ। ଆସନ୍ତୁ ଏବେ ଜାଣିବା ବୃଷ ରାଶିର ପ୍ରଥମ ନକ୍ଷତ୍ର ବା କୃତ୍ତିକା ନକ୍ଷତ୍ର ବିଷୟରେ। ଯେହେତୁ ଆପଣଙ୍କ ନକ୍ଷତ୍ର ସ୍ୱାମୀ ହେଉଛନ୍ତି ସୂର୍ଯ୍ୟଦେବ ଏବଂ 2026ରେ ରାହୁଙ୍କ ପ୍ରଭାବ ଅଧିକ ରହିବ, ତେଣୁ ଆପଣଙ୍କୁ ସରକାରୀ କ୍ଷେତ୍ରରୁ ଲାଭ ମିଳିବ, କିନ୍ତୁ ବାପାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ରହିବ। ଜାନୁଆରୀ ମାସରେ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ, ନଚେତ୍ ଚାକିରିରେ ବିପଦ ଆସିପାରେ। ଆସନ୍ତୁ ଏବେ ଜାଣିବା ରୋହିଣୀ ନକ୍ଷତ୍ର ବିଷୟରେ। ଆପଣଙ୍କର ନକ୍ଷତ୍ର ସ୍ୱାମୀ ହେଉଛନ୍ତି ଚନ୍ଦ୍ର। ଜୁନ୍ ମାସରେ ବୃହସ୍ପତି ଯେତେବେଳେ କର୍କଟ ରାଶିକୁ ଆସିବେ, ଆପଣଙ୍କ ଭାଗ୍ୟ ଚମକିବ।
କଳା ସାହିତ୍ୟ ଅଭିନୟ କିମ୍ବା ଫ୍ୟାସନ୍ ଡିଜାଇନିଂ କରୁଥିବା ଲୋକଙ୍କ ପାଇଁ ଏହା ସର୍ବୋତ୍ତମ ବର୍ଷ। କିନ୍ତୁ ମାର୍ଚ୍ଚ 3 ତାରିଖ ଚନ୍ଦ୍ରଗ୍ରହଣ ସମୟରେ ମାନସିକ ଅଶାନ୍ତି ଦେଖାଦେଇପାରେ। ଧ୍ୟାନ କରିବା ନିହାତି ଆବଶ୍ୟକ। ତୃତୀୟଟି ରହିଛି ମୃଗଶିରା ନକ୍ଷତ୍ର। ଆପଣଙ୍କ ନକ୍ଷତ୍ର ସ୍ୱାମୀ ହେଉଛନ୍ତି ମଙ୍ଗଳ। ଏହି ବର୍ଷ ଆପଣଙ୍କ ପାଇଁ ଜମିବାଡ଼ି କିଣିବାର ପ୍ରବଳ ଯୋଗ ଅଛି। ନିଜର ଘର ତିଆରି କରିବାର ସ୍ୱପ୍ନ 2026ରେ ପୂରଣ ହେବ। କିନ୍ତୁ ସେପ୍ଟେମ୍ବର ମାସରେ ମଙ୍ଗଳ ଦେବ ନିଚସ୍ତ ହେବେ। ଏହି ସମୟରେ ଗାଡ଼ି ଚଳାଇବା ବେଳେ ସାବଧାନ ରୁହନ୍ତୁ ଏବଂ ଭାଇ ଭଉଣୀଙ୍କ ସହ ଝଗଡ଼ା କରନ୍ତୁ ନାହିଁ। ଏବେ ଆସିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ। ଅକ୍ଟୋବର 2026 ସାବଧାନ ରୁହନ୍ତୁ। ଅକ୍ଟୋବର 3ରୁ ନଭେମ୍ବର 14 ଯାଏଁ ଆପଣଙ୍କ ରାଶିର ଅଧିପତି ଶୁକ୍ର ବକ୍ରୀ ହେବେ। ଏହି 40 ଦିନ ଆପଣଙ୍କ ପ୍ରେମ ସମ୍ପର୍କ ପାଇଁ ଅଗ୍ନି ପରୀକ୍ଷା। ପୁରୁଣା ପ୍ରେମୀ ଫେରି ଆସିପାରନ୍ତି, ଯାହା ଆପଣଙ୍କ ବର୍ତ୍ତମାନର ସମ୍ପର୍କକୁ ନଷ୍ଟ କରିପାରେ। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଛୋଟ କଥାକୁ ନେଇ ବଡ଼ ଝଗଡ଼ା ହୋଇପାରେ। ଏହି ସମୟରେ କୌଣସି ବଡ଼ ନିଷ୍ପତ୍ତି ନିଅନ୍ତୁ ନାହିଁ। କିନ୍ତୁ ଖୁସିର କଥା ହେଲା, ଅବିବାହିତଙ୍କ ପାଇଁ ଜୁନ୍ ପରର ସମୟ ସ୍ୱର୍ଗ ସଦୃଶ। ଉଚ୍ଚସ୍ଥ ବୃହସ୍ପତିଙ୍କ ଦୃଷ୍ଟି ସପ୍ତମ ଭାବ ଉପରେ ପଡ଼ିବା ଯୋଗୁଁ ବର୍ଷ ଶେଷ ସୁଦ୍ଧା ଆପଣଙ୍କ ଘରେ ସାହାନାଇ ବାଜିବାର ପ୍ରବଳ ଯୋଗ ରହିଛି। ତେବେ 2026ର ସମସ୍ତ ବିପଦକୁ କାଟି ଶୁଭ ଫଳ ପାଇବା ପାଇଁ କ'ଣ କରିବେ? ନୋଟ୍ କରି ରଖନ୍ତୁ ଏହି ରାମବାଣ ପ୍ରତିକାର। ମୁଖ୍ୟ ପ୍ରତିକାର 2026ରେ ରାହୁଙ୍କ କୁପ୍ରଭାବରୁ ବଞ୍ଚିବା ପାଇଁ ଏବଂ କ୍ୟାରିୟରରେ ଉନ୍ନତି ପାଇଁ ପ୍ରତ୍ୟେକ ଦିନ କାଉ କିମ୍ବା କୁକୁରକୁ କିଛି ଖାଦ୍ୟ ଦିଅନ୍ତୁ। ଧନବୃଦ୍ଧି ହେବା ପାଇଁ କ'ଣ କରିବେ? ପ୍ରତ୍ୟେକ ଶୁକ୍ରବାର ଦିନ ମା ଲକ୍ଷ୍ମୀଙ୍କୁ ପଦ୍ମ ଫୁଲ ଅର୍ପଣ କରନ୍ତୁ ଏବଂ କନ୍ୟାମାନଙ୍କୁ କିଛି ଧଳା ମିଠା ଖାଇବାକୁ ଦିଅନ୍ତୁ। ସ୍ୱାସ୍ଥ୍ୟ ଉତ୍ତମ ପାଇଁ କ'ଣ କରିବେ? ଏହି ବର୍ଷ କେତୁ ଚତୁର୍ଥ ଭାବରେ ଥିବାରୁ ମାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ। ତେଣୁ ମଙ୍ଗଳବାର ଦିନ ହନୁମାନ ଚାଳିଶା ପାଠ କରନ୍ତୁ। ସ୍ୱାସ୍ଥ୍ୟ ପାଇଁ କ'ଣ କରିବେ? ଏହି ବର୍ଷ କେତୁ ଚତୁର୍ଥ ଭାବରେ ଥିବାରୁ ସ୍ୱାସ୍ଥ୍ୟ ଖରାପ ହୋଇପାରେ। ତେଣୁ ମଙ୍ଗଳବାର ଦିନ ହନୁମାନ ଚାଳିଶା ପାଠ କରନ୍ତୁ। ତେବେ ବନ୍ଧୁଗଣ, 2026 ଆପଣଙ୍କ ପାଇଁ ଏକ ଯୁଗାନ୍ତକାରୀ ବର୍ଷ ହେବାକୁ ଯାଉଛି। ଡରନ୍ତୁ ନାହିଁ, କର୍ମ କରନ୍ତୁ। ଶନିଦେବ ଆପଣଙ୍କ ସାଥିରେ ଅଛନ୍ତି। ଯଦି ଆପଣଙ୍କର କିଛି ପ୍ରଶ୍ନ ଅଛି, କମେଣ୍ଟ ବକ୍ସରେ ନିଶ୍ଚୟ ଲେଖନ୍ତୁ। ମା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ସଦା ସର୍ବଦା ରହୁ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କରନ୍ତୁ, ସାଙ୍ଗମାନଙ୍କ ସହ ସେୟାର କରନ୍ତୁ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ରହୁଛି, ଜୟ ଜଗନ୍ନାଥ।